ବୋଉ ତୋର ପିଲା ବେଳର ଆଉ କିଛି ସ୍ମୃତି ଯୋଉଟା ତୋର ମନେ ଅଛି ସେମିତି ଯଦି କିଛି କହିବୁ ମତେ ଖୁସି ଲାଗିବ। ମନେ ଅଛି ମୋର ଯେତେବେଳେ ମାଟ୍ରିକ ପଢୁଥିଲି ସେ ସମୟରେ 1973 ମସିହାରେ ସେତେବେଳେ ଆମେ ଆମ ସ୍କୁଲରେ ଏନସିସି ଗାଇଡ ଆଉ ରେଡ କ୍ରସ ସବୁ ଥିଲା। କୋଉ ସ୍କୁଲରେ ପଢୁଥିଲୁ ତୁ? ମୁଁ ପଢୁଥିଲି ୟୁନିଟ 2 ଗାର୍ଲସ ହାଇ ସ୍କୁଲ ଭୁବନେଶ୍ୱର। ସେଠି ଆମେ ମୁଁ କିଛି ଦିନ ଏନସିସି ରେ ମିଶିଲି, ତାପରେ ସ୍କାଉଟ ଗାଇଡରେ ମିଶିକିରି ଆମେ 13 ଜଣ ପିଲା ବଛା ହେଇକି ଯାଇଥିଲୁ ଦିଲ୍ଲୀ ପ୍ରେସିଡେଣ୍ଟ ଆୱାର୍ଡ ପାଇବୁ ବୋଲି। ସେତେବେଳେ ରାଷ୍ଟ୍ରପତି ଥିଲେ ବିବି ଗିରି। ସେ ଆମକୁ ପ୍ରେସିଡେଣ୍ଟ ଗାଇଡ ଆୱାର୍ଡ ଦେଲେ ଏବଂ ଆମକୁ ଗୋଟେ ନୈଶ ଭୋଜିର ଆୟୋଜନ କରିଥିଲେ। ଆମେ ଭୋଜି ଖାଇଲୁ, ରାଷ୍ଟ୍ରପତି ଭବନ ବୁଲିଲୁ। ତାପରେ ଆମକୁ ଆମ ସ୍କୁଲ ତରଫରୁ ଯିଏ ନେଇକି ଯାଇଥିଲେ ରମଲା ଦିଦି, ସେ ଦିଦି ଆମକୁ ଆଣିକି ଆସିଲେ, ସୁରୁଖୁରୁରେ ଆମକୁ ଘରକୁ ଆଣିକି ଆସିଲେ। ଗୋଟେ ବଢିଆ କଥା କହିଲୁ ଯେ ତୁ ରାଷ୍ଟ୍ରପତିଙ୍କଠୁ ଆୱାର୍ଡ ପାଇଛୁ। ଭିଭି ଗିରି ସେତେବେଳର ରାଷ୍ଟ୍ରପତି ଭିଭି ଗିରି। ମାନେ ତୁ ରାଷ୍ଟ୍ରପତି ଆୱାର୍ଡ ପ୍ରାପ୍ତ। କେତେ ଖୁସିର କଥା। ଦେଖନ୍ତୁ ମୋ ବୋଉ ରାଷ୍ଟ୍ରପତି ଆୱାର୍ଡ ପ୍ରାପ୍ତ। ତୁ କାଇଁ ଆମକୁ ତ ଏ ବିଷୟରେ କହିନୁ? ଆମେ ତ କାହିଁ କେବେ ଜାଣିନୁ। ବୋଧହୁଏ ମାନେ ମୁଁ ଭାବୁଛି ଏଇ କ୍ଷେତ୍ରରେ କୋଉଠି ନା କୋଉଠି ଆମ ବାପା ମାଙ୍କ ସହିତ ବୋଧହୁଏ ସେତିକି ସମୟ ଦେଇପାରୁନେ, ଯୋଉଥିପାଇଁ କି ଆମେ ବାପା ମାଙ୍କର କିଛି ଯଦି ଆଚିଭମେଣ୍ଟ ବି ରହୁଛି ଆମେ ସେଟା ଜାଣିବାଟା ଆମ ପାଇଁ ବହୁତ ଲେଟ ରେ ଜାଣୁଛେ, କିମ୍ବା ଯଦି ଆମେ ନ ପଚାରିବା ହୁଏତ ସେମାନେ ବି କହିବେନି। କିନ୍ତୁ ସତରେ ବହୁତ ଖୁସି ଲାଗୁଛି ତୁ ରାଷ୍ଟ୍ରପତି ଆୱାର୍ଡ ପାଇଥିଲୁ। ତାପରେ କିଏ ସବୁ ସାଙ୍ଗମାନେ ତୋର ସବୁ ସାଙ୍ଗମାନେ ଯାଇଥିଲୁ ପାଇଥିଲ ସେଠୁ? ସବୁ ଆମର ମାନେ ସାଙ୍ଗ ମାନଙ୍କ ଭିତରୁ ବହୁତ ସାଙ୍ଗ ତ ଥିଲେ ଆମର, କିନ୍ତୁ ତା ଭିତରୁ ଆମର ଅତି କ୍ଲୋଜ ହଉଛନ୍ତି ଆରତୀ, ଧୀରୁ, ସୁଧୀରା, ତାପରେ ମମତା ତ୍ରିପାଠୀ, ମମତା ଆଚାର୍ଯ୍ୟ, ନୀଳିମା, ଏଇ ସବୁ ଆମେ ଗୋଟେ ଗ୍ରୁପ। ଆମର ସେଇ ଗ୍ରୁପ ରେ ଆମେ ଏକାଠି ବସୁ, ଖାଉ, ପିଉ, ହସଖୁସି ହଉ, ସବୁ କରୁ। ବର୍ତ୍ତମାନର ରାଷ୍ଟ୍ରପତି ଯିଏ ଅଛନ୍ତି ଦ୍ରୌପଦୀ ମୁର୍ମୁ, ସେ ମଧ୍ୟ ସେ ୟୁନିଟ 2 ଗାର୍ଲସ ହାଇ ସ୍କୁଲରେ ପଢୁଥିଲେ, ହଷ୍ଟେଲରେ ରହୁଥିଲେ, ପାଠ ପଢୁଥିଲେ। ସେ ଆଉ ଗୋଟେ ସେକ୍ସନରେ ପଢୁଥିଲେ, ଆମେ ଆଉ ଗୋଟେ ସେକ୍ସନରେ ପଢୁଥିଲୁ। ତେଣୁ ସେତେବେଳର ଗୋଟେ ଚିନ୍ତାଧାରା ଗୋଟେ ଅଲଗା ଥିଲା। ସେକ୍ସନ ଅଲଗା ହେଲେ ବି କ୍ଲାସମେଟ। ରାଷ୍ଟ୍ରପତିଙ୍କର ସାଙ୍ଗ ମୋ ବୋଉ। ଆମେ ସମସ୍ତେ ଏକାଠି ଖେଳୁ, ବୁଲୁ, ପାଠ ପଢୁ, ସବୁ କରୁ। ହଷ୍ଟେଲକୁ ବି ଯାଉ, ତାଙ୍କ ହଷ୍ଟେଲରେ ସେମାନେ କେମିତି ରହୁଛନ୍ତି। ମ୍ୟାଡାମ ସେତେବେଳେ ମୁଁ ଯେତିକି ଜାଣିଛି ମ୍ୟାଡାମ ସେତେବେଳେ ହଷ୍ଟେଲରେ ରହୁଥିଲେ। ଭୁବନେଶ୍ୱରରେ ପାଠ ପଢିବା ପାଇଁ ଆସି ଭୁବନେଶ୍ୱର ଆମର ଗାର୍ଲସ ହାଇ ସ୍କୁଲରେ ହଷ୍ଟେଲ ଥିଲା ସେମାନଙ୍କ ପାଇଁ, ତେଣୁ ସେମାନେ ହଷ୍ଟେଲରେ ରହୁଥିଲେ। ଆମେ ଭାରି ଖୁସି ହେଇକି ଯାଉ ଯେ କେମିତି ହଷ୍ଟେଲରେ ଖାଇବାକୁ ଦଉଛନ୍ତି, କେମିତି ସେମାନେ ବସୁଛନ୍ତି, ଶୋଉଛନ୍ତି, ଉଠୁଛନ୍ତି, କେମିତି କଣ କରୁଛନ୍ତି, ଆଉ ତାଙ୍କୁ କେମିତି କାମ ଦିଆଯାଉଛି, ସେମାନେ କେମିତି ହଷ୍ଟେଲ ଲାଇଫର ଶୃଙ୍ଖଳତା। ତମେ ଘର ଭିତରେ ରହୁଥିଲ, ଆମେ ଘରେ ବାପା ମାଙ୍କ ପାଖରେ ପଢୁଛୁ, ସେମାନେ ହଷ୍ଟେଲ ରହୁଛନ୍ତି, ତେଣୁ ଆମେ ସେଇଟାକୁ ଦେଖିବାକୁ ହିଁ ତାଙ୍କ ହଷ୍ଟେଲ ଯାଉ। ସେଟା ଗୋଟେ କୌତୁହଳ ମନ, ସେଇଟା ଗୋଟେ ଭାରି ମାନେ ମଜା ଲାଗେ ଆମକୁ। ଆମେ ଯାଇକି ତାଙ୍କ ସହିତ ତାଙ୍କ ବେଡରେ ମଧ୍ୟ ବସିଛୁ, ତାଙ୍କ ସହିତ କଥାବାର୍ତ୍ତା ହେଇଛୁ। ବହୁତ ଶାନ୍ତ, ସେ ବହୁତ ଧୀର, ବହୁତ ମାନେ ଯୋଉ କୁହନ୍ତି ଅମାୟିକ। ସେମାନେ କିଛି ବେଶୀ କଥାବାର୍ତ୍ତା କରନ୍ତିନି, ମିଶି ପାରନ୍ତିନି ବେଶୀ କାହା ସହିତ, କାହିଁକିନା ସେମାନଙ୍କର ଯାହାହେଲେ ମଧ୍ୟ ଟିକେ ନାକୁ ସଂକୋଚ। ବୋଧହୁଏ ସେ ଏତେ ଦୂରରୁ ଯେହେତୁ ଗୋଟେ ଆସିକି ହଷ୍ଟେଲରେ ରହିକି ପଢୁଛନ୍ତି, ବାପା ମା ପାଖରେ ନାହାନ୍ତି, ତ ସେମାନେ ଟିକେ ନିଶ୍ଚିତ ଭାବେ ପିଲା ବୟସରେ ସଂକୋଚ ଆସିବ। ସେଟା ହୁଏତ ଆମେ ବି ଥିଲେ ଆମର ଆସିଥାନ୍ତା। କିନ୍ତୁ ଯେମିତି ତୁ କହିଲୁ ଯେ ତାଙ୍କର ସେ ବହୁତ ଅମାୟିକ, ବହୁତ ଶାନ୍ତ ଶିଷ୍ଟ, ସରଳ, ନିରୀହ ପ୍ରକୃତିର ଲୋକ। ତ ଏଇଟା ମୁଁ କାହିଁକି ରିଲେଟ କରିପାରୁଛି ଯେ ରିସେଣ୍ଟଲି ମୁଁ ଗୋଟେ ଏମିତି ଇଣ୍ଟରଭ୍ୟୁ ନେଇଥିଲି, ତ ସେ ମ୍ୟାଡାମ ଆମର ରଶ୍ମିମୟୀ ମ୍ୟାଡାମଙ୍କ ସହିତ, ତ ସିଏ ବି ଯେହେତୁ ସିଏ ଭାଜପାରେ କର୍ମୀ ଅଛନ୍ତି, ତାଙ୍କ ସହିତ ତାଙ୍କର କର୍ମୀ ହିସାବରେ ପରିଚୟ ବହୁତ ଦିନରୁ,
ତାପରେ ସେ ରାଷ୍ଟ୍ରପତି ହେଇଥିଲେ ତ ତାଙ୍କଠୁ ବି ମୁଁ ବୁଝିଥିଲି ଯେ ମ୍ୟାଡାମ କେମିତିଆ ଲୋକ, କେମିତି ଆପଣ ତ ମିଶିଛନ୍ତି, କେମିତି କଣ। ତ ସେଇ ଟାଇମରେ ସେ କହିଥିଲେ ଯେ ନାଇଁ ମ୍ୟାଡାମ ବହୁତ ଶାନ୍ତ, ବହୁତ ସରଳ, କମ କଥା କୁହନ୍ତି। ତ ମୁଁ ସେଇଥିପାଇଁ ତୋ କଥାକୁ ବର୍ତ୍ତମାନ ରିଲେଟ କରିପାରୁଛି ଯେ ସେ ପିଲାମାନେ ବି ଯାହା ଥିଲେ ବର୍ତ୍ତମାନ ବି ବର୍ତ୍ତମାନ ବି ସେୟା ଅଛନ୍ତି। ତ ଆଉ ଗୋଟେ କଥା ପଚାରେ, ଖୁସି ଲାଗୁଛି ମତେ ଶୁଣିକି ଯେ ମୋ ବୋଉ ରାଷ୍ଟ୍ରପତିଙ୍କ ସାଙ୍ଗ। ତ କେବେ ତାଙ୍କୁ ରାଷ୍ଟ୍ରପତି ହେଲା ପରେ ତାଙ୍କ ସହିତ ଭେଟିବାର ସୁଯୋଗ ପାଇଛୁ? ନା, ସୁଯୋଗ ପାଇନି। ସେ ୟୁନିଟ୍ ଟୁ ଗର୍ଲସ ହାଇସ୍କୁଲ ଆସିଥିଲେ। କେତେ ଜଣ ପିଲାଙ୍କୁ ତାଙ୍କ କ୍ଲୋଜ ପିଲାମାନଙ୍କୁ ଡାକିଥିଲେ, ସେମାନେ ଆସିଥିଲେ, କିନ୍ତୁ ଆମେ ଆସିବା ପାଇଁ ସୁଯୋଗ ନଥିଲା ଯେହେତୁ ସେ ପ୍ରୋଟୋକଲରେ ରହୁଛନ୍ତି। ପ୍ରୋଟୋକଲ ତାପରେ ତା ଆଗରୁ ଆମେ ଯଦି ପ୍ରିପେୟାର ହେଇଥାନ୍ତୁ ଆସିବା ପାଇଁ ତାହେଲେ ଆସିପାରିଥାନ୍ତୁ, କିନ୍ତୁ ଆମେ ତ ପ୍ରିପେୟାର ନଥିଲୁ ଆସିବା ପାଇଁ। ହଠାତ୍ ଆମେ ଶୁଣିଲୁ, ତାପରେ ମୋ ବି ରହୁଛି ସାକ୍ଷୀଗୋପାଳରେ, ଏତେ ବାଟରୁ ମୁଁ ଆସିବାଟା ସହଜ ନୁହେଁ। ମୁଁ ଆଉ ତାଙ୍କ ସହିତ ଭେଟ ହେଇନି। ଆଚ୍ଛା, ଯଦି କେବେ ଏମିତି ଭେଟ ହବା ପାଇଁ ସୁଯୋଗ ମିଳିବ, ଭେଟ ହବ? ନିଶ୍ଚିତ ଭେଟ ହବା ପାଇଁ ସୁଯୋଗ ମିଳିଲେ ଭେଟ ହବନି କାହିଁକି? ଆମେ ଏକା ସାଙ୍ଗର ସମବୟସ୍କ, ତେଣୁ ଆମେ ଭେଟ ହବୁନି କାହିଁକି? ଭେଟ ହବୁ, କିନ୍ତୁ ସିଏ ଆମକୁ ଚିହ୍ନି ପାରିବେ କି ନାହିଁ, ଫେସିଆଲ ଆପେରେନ୍ସ ସମସ୍ତଙ୍କର ଚେଞ୍ଜ ହେଇଗଲାଣି। ଛୋଟବେଳେ ଗୋଟେ ପ୍ରକାର, ବଡ ହେଇଗଲା ଆଉ ଗୋଟେ ପ୍ରକାର, ତେଣୁ ସେ ଆମକୁ ଚିହ୍ନି ପାରିବେ କି ନାହିଁ ସେଇଟା ହଉଛି ବଡ ଜିନିଷ। ଆଚ୍ଛା, ଏତେ ଦିନ ତମ ସ୍କୁଲ ପରେ କେବେ ହେଲେ କଣ୍ଟାକ୍ଟରେ ଆସିନ, କେବେ ଜାଣିଥିଲୁ ତାଙ୍କ ବିଷୟରେ? ଏମିତି ସେ ତାଙ୍କର ଆଚିଭମେଣ୍ଟ ତମ କାନରେ କେବେ ପଡିଥିଲା? କାହିଁକି ନା ମୁଁ ସେତେବେଳେ, ତାପରେ ତ ଆମେ ସ୍କୁଲ ପରେ ଆମେ ଗଲୁ ରମାଦେବୀରେ ପଢିଲୁ, ରମାଦେବୀ ଓମେନ୍ସ କଲେଜରେ। ସେଠି କଲେଜରେ ତ କାହା ସହିତ କାହାର ସମ୍ପର୍କ ନଥାଏ, କେବଳ ନିଜର ଯେତିକି ଆମେ ମନେକର ଆମେ ଇକୋନୋମିକ୍ସ ପଢୁଛୁ, ସେତିକି ପିଲାଙ୍କ ସହିତ ଆମେ ମିଶିବୁ, ଅନ୍ୟମାନଙ୍କ ସହିତ ମିଶି ପାରିଲୁନି। ତାପରେ କଲେଜ ପରେ ୟୁନିଭର୍ସିଟି ଗଲୁ। ୟୁନିଭର୍ସିଟିରେ ଆମର ଗୋଟିଏ ଡିପାର୍ଟମେଣ୍ଟରେ ଆମେ ରହିଲୁ, ସଂସ୍କୃତ ମୁଁ ପଢୁଥିଲି, ତେଣୁ ସଂସ୍କୃତ ଡିପାର୍ଟମେଣ୍ଟରେ ଆମେ ରହିଲୁ। ଆମେ ଅନ୍ୟ କାହା ସହିତ ମିଶି ପାରିଲୁନି, ତେଣୁ ତାଙ୍କ ସହିତ କୋଉଠି ଆଉ ଦେଖାହବ? ସିଏ କୋଉଠି ପଢିଲେ, କଣ କଲେ, ମୁଁ ସେଇଟାକୁ ଆଉ ବି ଖବର ରଖିନି। ସେ କୋଉଠି ନା କୋଉଠି ବର୍ତ୍ତମାନ ଯେମିତି ଇଣ୍ଟରନେଟ ର ଯୁଗ, ସେତେବେଳେ ତ ନଥିଲା। ସେତେବେଳେ ଜମା ନଥିଲା। ସେତେବେଳେ ଆମେ ଫୋନ କରିବା ପାଇଁ ବି ସୁଯୋଗ ପାଉନଥିଲୁ, ତା ସହିତ କଥାବାର୍ତ୍ତା। ଏଇ ଯୋଉ ବନ୍ଧୁତା ତମ ଭିତରେ ଦୂରେଇ ଯାଇଛି, କି ତମ ମାନଙ୍କର ଡିଷ୍ଟାନ୍ସ ହେଇଯାଇଛି, ବୋଧହୁଏ କୋଉଠି ନା କୋଉଠି ଏଇଟା ବି କାରଣ। ଯଦି ସୁବିଧା ସୁଯୋଗ ଥାନ୍ତା, ତାହେଲେ ନିଶ୍ଚିତ ଭାବରେ ତମେ ବି ଫୋନ ଲଗେଇଥାନ୍ତ ଯେ ତମେ ରାଷ୍ଟ୍ରପତି ହଉଛ, ଆମେ ତମର ସାଙ୍ଗ ବୋଲି, ନିଶ୍ଚିତ ଭାବରେ ଚିହ୍ନା ପରିଚୟ ହେଇଯାଏ। କେତେ ଜଣଙ୍କୁ ମନେ ରଖିଛନ୍ତି, ତାଙ୍କ କ୍ଲାସର କେତେ ଜଣ ପିଲାଙ୍କୁ ସେ ମନେ ରଖିଛନ୍ତି, ଯୋଉଟା କି ସେ ତାକୁ ଡାକିକି ସେଦିନ ମିଟିଂ କଲେ। ତାପରେ ସେ ବି ବହୁତ ଘାତ ପ୍ରତିଘାତ ଦେଇକି, ତାଙ୍କ ଜୀବନରେ ସେ ବହୁତ ଘାତ ପ୍ରତିଘାତ ଦେଇକି ଯାଇଛନ୍ତି। ସେତେବେଳେ ସେ ବି ନିଜେ ଭାଙ୍ଗି ପଡିଥିଲେ ଯେ ମୋର ସ୍ୱାମୀ ଆଉ ପିଲାମାନେ ସବୁ ଚାଲିଗଲେ, ମୁଁ କଣ କରିବି? ତାପରେ ସେ ସ୍ୱୟଂ ସହାୟକ ଗୋଷ୍ଠୀରେ ଗଲେ, ତାଙ୍କର ଭାଗ୍ୟ ବଦଳିଲା, ସେ ବର୍ତ୍ତମାନ ମହାମହିମ ରାଷ୍ଟ୍ରପତି। ଏଇଟା ହଉଛି ତାଙ୍କର ଭାଗ୍ୟ। ଭାଗ୍ୟ ଚକ୍ର ସବୁବେଳେ ବଦଳିଥାଏ, ମଣିଷର ସବୁବେଳେ ଭାଗ୍ୟଟା ବଦଳିଥାଏ। ତେଣୁ ତାଙ୍କ ଭାଗ୍ୟ ବଦଳିଲା, ସେ ରାଷ୍ଟ୍ରପତି ହେଲେ, ଆମେ ଯୋଉଠି ସେଇଠି ରହିଗଲୁ। ନାଇଁ ହେଲେ ବି ଦେଖ, ସେ ଯଦି ଆମ ଭିତରୁ ଜଣେ କିଏ ରାଷ୍ଟ୍ରପତି ବି ହଉଛନ୍ତି, ତ କୋଉଠି ନା କୋଉଠି ଆମର ପରିଚୟ ବି ଆମେ ରାଷ୍ଟ୍ରପତିଙ୍କ ସାଙ୍ଗ। ନିଶ୍ଚିତ। ସେଇଟା ବି ଗୋଟେ, ସେଇଟା କି ମୁଁ ତ ଯୋଉଦିନ ଶୁଣିଲି ସେ ରାଜ୍ୟପାଳ ହେଲେ, ସେଠି ବି ମତେ ଭାରି ଖୁସି ଲାଗିଥିଲା। ତାପରେ ରାଷ୍ଟ୍ରପତି ହେଲେ, ସେଦିନ ବି ଆମେ ଭାରି ଖୁସି ହେଇଥିଲୁ। ମୁଁ ସମସ୍ତଙ୍କୁ କହିଛି ମୋ ସାଙ୍ଗ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେଇଛନ୍ତି, ସମସ୍ତଙ୍କୁ କହିଛି, କାହାକୁ ନ କହିକି ନାହିଁ, ସମସ୍ତଙ୍କୁ କହିସାରିଛି। ମାନେ ଗୋଟେ ବହୁତ ଖୁସିର ମୁହୂର୍ତ୍ତ, କିନ୍ତୁ ଯେ ଯେତେବେଳେ ଆମେ ସକ୍ସେସ ନ ପାଇଲେ ବି ଆମ ସରାଉଣ୍ଡିଂ ରେ ଯଦି କିଏ ସକ୍ସେସ ପାଏ, ତାହେଲେ ସେ ସକ୍ସେସ ଟାରେ କୋଉଠି ନା କୋଉଠି ଆମେ ନିଜକୁ ବି ସାମିଲ କରୁ, ଅନୁଭବ କରୁ। ଏଇଟା ହିଁ ସାମାଜିକ ମାନେ ସଦ୍ଭାବନା। ତ ଏବେ ସାଙ୍ଗ ମାନଙ୍କ ସହିତ କଣ୍ଟାକ୍ଟ ଅଛି? ଅଛି। ବର୍ତ୍ତମାନ ଆମେ ଯେତିକି ମୋର ସାଙ୍ଗମାନଙ୍କ ସହିତ କଣ୍ଟାକ୍ଟ ଅଛି, 8-10 ଜଣଙ୍କ ସହିତ ଆମର କଣ୍ଟାକ୍ଟ ଅଛି। ଆମେ ମଧ୍ୟ ବର୍ତ୍ତମାନ ବି ଗେଟ୍ ଟୁଗେଦର କରୁଛୁ, ତାଙ୍କ ଘରକୁ ଯାଉଛୁ, ତାଙ୍କ ସହିତ ମିଶୁଛୁ, ସେ ବି ଆମ ସହିତ କଣ୍ଟାକ୍ଟରେ ଅଛନ୍ତି। ଗୋଟେ ସ୍କୁଲ ଗ୍ରୁପ କରିଛୁ, ସେ ଗ୍ରୁପରେ ଆମେ ଚାଟିଂ କରୁଛୁ, ତେଣୁ
ବର୍ତ୍ତମାନ ତ ତ କେବେ ଯଦି ଏମିତି ତମ ସ୍କୁଲ ଗ୍ରୁପ ରେ ଦ୍ରୌପଦୀ ମ୍ୟାଡାମ ଏଣ୍ଟ୍ରି କରିବେ ତାହେଲେ ନିଶ୍ଚିତ ଭାବେ କେତେ ଖୁସି ଲାଗିବ ହଁ ତମମାନଙ୍କୁ। ନିଶ୍ଚିତ ଖୁସି ଲାଗିବ ଖୁସି ଲାଗିବ। ଦେଖାଯାଉ ଯଦି ମେସେଜ କେବେ ମ୍ୟାଡାମଙ୍କ ପାଖକୁ ପହଞ୍ଚିଯିବ ତାହେଲେ ସିଏ ବି ନିଶ୍ଚିତ ଖୋଜିବାର କି ମୋ ସାଙ୍ଗ ହଁ ଗ୍ରୁପ ବନେଇଛନ୍ତି ମତେ ବି ଟିକେ ସେଥିରେ ମୁଁ ରହିବି କାହିଁକି ନା ପଦ ପଦବୀ ତ ଅସ୍ଥାୟୀ ହଁ ବଟ୍ ଏଇ ଯୋଉ ସମସାମୟିକ ସାଙ୍ଗସାଥି ବାନ୍ଧବୀ ଏସବୁ ହଉଛନ୍ତି ଚିରସ୍ଥାୟୀ। ଚିରସ୍ଥାୟୀ। ତ ପିଲାଦିନର ସାଙ୍ଗ ପିଲାଦିନର ଖୁସି ସେଗୁଡା ସବୁବେଳେ ସ୍ମୃତି ହେଇକି ରହିଯାଉଛି। ନିଶ୍ଚିତ ନିଶ୍ଚିତ ତ ସାଙ୍ଗମାନେ କହି ରଖିବି ଯେ ମୋ ବୋଉ ଯାହାଠୁ ମୁଁ ଜନ୍ମ ହେଇଛି ସିଏ ଜଣେ ରାଷ୍ଟ୍ରପତି ଆୱାର୍ଡ ପ୍ରାପ୍ତ ବର୍ତ୍ତମାନର ରାଷ୍ଟ୍ରପତିଙ୍କର ବନ୍ଧୁ ମଧ୍ୟ। କିନ୍ତୁ ଆମେ ମାନେ ହୁଏତ ଆମ ଜୀବନରେ ଆମେ କେବେ ରାଷ୍ଟ୍ରପତିଙ୍କୁ ଭେଟି ପାରିବୁ କି ନ ଭେଟି ପାରିବୁ ରାଷ୍ଟ୍ରପତି ଭବନ ଦେଖିପାରିବୁ ନ ଦେଖିପାରିବୁ ହେଲେ ମୁଁ ଯାହାଠୁ ଜନ୍ମ ହେଇଛି ସିଏ ଏତେ ବଡ ଆଚିଭମେଣ୍ଟ ର ଅଧିକାରୀ। ତ ସେତେ ବଡର ଆଚିଭମେଣ୍ଟ ପାଇଁ ମୁଁ ତତେ ଏବେ କଂଗ୍ରାଚୁଲେସନ କହୁଛି। ଥ୍ୟାଙ୍କ ୟୁ। ୱେଲକମ୍।